ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନମାନଙ୍କୁ ମୋର୍ ଜୁହାର। ଭିଡ଼ିଓରେ କେହି ବି ନୂଆ ଅଛନ୍ ବୋଇଲେ ପ୍ଲିଜ୍ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ। ଆଜିର କଥା ନି ଅବୋଲକରା କାହାଣୀର ତୃତୀୟ ଭାଗ ବିଲେଇ କପୋତର କଥା। ଗୁସେଇ ଆର ଅବୋଲକରା ତ ବାଟ ଚାଲୁଥିସନ୍। ବେଲ ବୁଡ଼େ ନେଇ ବୁଡ଼େକେ ସେମାନେ ଗୁଟେ ଅଚିହ୍ନା ଗାଁନେ ପହଞ୍ଚିସନ୍। ପାଖେ ଆଖେ ଘର ଗୁଟେ ଦେଖି ସେନ ବୁଚକା ପେଣା ରଖି ଗୁସେଇ ଅବୋଲକରାକେ କହେସନ୍, ଅବୋଲକରା ଆମର୍ ପାଖେ ତ ଚାଉଲ ଡାଲି ପନିପରିବା ସବୁ ଅଛେ, ଖାଲି କାଠ ଡାଙ୍ଗ ଖଣେ ନାହିଁ। ଯା ଇ ପାଖୁ ଆଖୁ କାଠ 2-4 ଖଣ ବେଟି ଆନବୁ, ରନ୍ଧା ବଢ଼ା ଆରମ୍ଭ କରମା। ଅବୋଲକରା ହଁ କରି କାଠ ବେଟି ଯାଇସି। ସେ ଖଣେ ଦୂର ଯାଇଛେ କି ନାହିଁ ଦେଖସି ଯେ ଗୁଟେ ଘର ଦୁଆରେ କାଠ 4-6 ଖଣ ପଡ଼ିଛେ। ଅବୋଲକରା ସର୍ଦ୍ଦା ହେଇ ସେ କାଠକେ ଯେନ୍ତା ବେଟୁଥାଏ ସେ ଘରୁ ଲୋକଟେ ବାହାରି ଆସି କହେଲା, ଆରେ ତୁଇ କିଏ? ଚିହ୍ନାର ନାଇଁ କି ଜନାର ନାଇଁ ଦୁଆର ମୁହଁ କାଠ ବେଟି ନେଉଛୁ। ଆମର ଇନ ତ ବିଲେଇ ବି କପୋତ ଚେରେକେ ମୁଡ଼ିଆ ମାରସି। ଇନ କାହାର ଜିନିଷକେ କିଏ ପଡ଼ିଥିଲେ ବି ନାଇଁ ଛୁଅନ୍। ତୁଇ ବୋଧେ ଇ ଗାଁନେ ନୂଆ ଆସିଛୁ। ଅବୋଲକରା ଲାଜେ ଶରମେ ହେଇ ସବୁ କଥା କହେଲା। ହେତକେ ସେ ଲୋକ କହେଲା, ହଉ ଠିକ୍ ଅଛେ, ତମେ ଇ କାଠ ନେଇ ରାନ୍ଧି ବାଡ଼ି କରି ଖ। ଅବୋଲକରା ହଁ କରି ସେ କାଠକେ ବେଟି ମୁଡ଼େ ବୁଇଁ ଆନସି ଆର୍ ଗୁସେଇ ପାସକେ ଆନି ଆଦରି ଦେଇ ମୁହଁ ଫୁଲେଇ କରି ବସସି। କିଛି କଥା ନାଇଁ କହେ। ଗୁସେଇ କାଏଁ ହେଲା ବୋଲି ପଚରାସନ୍। ଅବୋଲକରା କହେସି, ଯାଏଁ ହେଲା ସେ କଥା ତ ଛାଡ଼, ହେଲେ ଇ ଦେଶେ ବିଲେଇ କାଏଁ ଯେ କପୋତ ଚେରେକେ ମୁଡ଼ିଆ ମାରସି ଆଗ ମତେ ସେ କଥାଟା କହ, ତାର ପରେ ଯାଇ ବାକି କାମ। ଗୁସେଇ ତ ତ୍ରିକାଳ ଦର୍ଶି, ସବୁ କଥା ଜନା। ସେ ଟିକେ ହସି ଦେଇ କହେସନ୍, ଇ କଥା ଲାଗି ଫୁଲାରୁଷା, ଠିକ୍ ଅଛେ, ଯା ତୁଇ ଆଗ ଭାତ ପାଏନ୍ ଟିକେ ବସେଇ ଦେଇ ଆ। ଅବୋଲକରା ତରତର ଯାଇ ଭାତ ପାଏନ୍ ବସେଇ ଦେଇ ଆଇସି। ଗୁସେଇ କହେସନ୍, ପକ୍କା କମ୍ବଲକେ ପୋତ ଛତା, ଶୁନ ଅବୋଲକରା ବିଲେଇ କପୋତର କଥା। ଏନ୍ତା କହି ଗୁସେଇ କଥା ଆରମ୍ଭ କରସନ୍। ଇଟା ହେଉଛେ ହରିହରପୁର ଦେଶ। ଇନର ରାଜାଙ୍କର ବହୁତ ଦିନ ହେଲା ପିଲା ଛୁଆ ନାଇଁ ହେଇଥାଏ ଯେ ରାଜା ରାନୀର ମନ ସବୁବେଲେ ଦୁଃଖ ଥାଏ। ଦଇବର ଯୋଗକେ ଦିନେ ବାବାଜୀଟେ ରାଜ ଦରବାରକେ ଆସିଲେ। ରାଜା ରାନୀ ବାବାଜୀଙ୍କର ବହୁତ ସେବା କଲେ, ଦୁଃଖର କଥା ଜଣାଲେ। ରାଜା ରାନୀର କଥା ଶୁନି ବାବାଜୀ ବିଭୂତି ଟିକେ ଦେଇ କହେଲେ, ଇଟାକେ ନେଇ କରି ଖାଇଲେ ତୁମର 7ଟା ପିଲା ହେବା। ହେଲେ ଗୁଟେ କଥା, ତମକୁ ତମର ବଡ଼ ପିଲାକେ ମତେ ଦେବାକେ ପଡ଼ବା। ଇ କଥା ଶୁନି ରାଜା ରାନୀ ମନ ଦୁଃଖେ ଭାଙ୍ଗି ପଡ଼ଲେ। ଆର୍ କିଛି ନାଇଁ ହେବାର ଅପେକ୍ଷା ଗୁଟେ ଦେଇ 6টাର ମୁହଁ ତ ଦେଖମୁ ବୋଲି ବାଧ୍ୟ ହେଇ ହଁ କଲେ। ଏନ୍ତା ଦିନବାର ଯାଇ ରାଜା ରାନୀର 7ଟା ପିଲା ଆର୍ ଗୁଟେ ସୁନ୍ଦରୀ ଝିଟେ ହେସି। ରାଜା ରାନୀ ବହୁତ ଖୁସିରେ ଥିସନ୍। ଏନ୍ତା ଯାଇ ଯାଇ ଦିନେ ସେ ବାବାଜୀ ରାଜ ଦରବାରକେ ଆଏସନ୍ ଆର୍ ରାଜାର ବଡ଼ ପିଲାକେ ତାକର ସାଙ୍ଗେ ଚେଲା କରି ନେବା ଲାଗି ମାଗସନ୍। ଇ କଥା ଶୁନି ରାଜା ରାନୀ ରଢ଼ି ବୋବାଲି ପାରି କାନ୍ଦସନ୍। ହେଲେ ରାଜାର ବଡ଼ ପିଲା ଇ ସବୁ କଥା ଶୁନି କହିସି, ବାପା ତମେ ସତ କରିଛ ଯେ ବାବାଜୀକେ ମତେ ଦେମି ବୋଲି। ଏବେ ତୁମେ ତୁମର ସତ ରକ୍ଷା କର, ଆଉ ତମର ପୁଅ ହିସାବେ ମୁଇଁ ବି ତୁମର ସତକେ ପାଲମି ଆର୍ ବାବାଜୀଙ୍କର ସାଙ୍ଗେ ଯିମି। ତାର ପରେ ବାବାଜୀ ରାଜକୁମାରକେ ନେଇ ଆଶ୍ରମକେ ଗଲେ। ରାଜା ରାନୀ ଦାସୀ ପରିବାରେ କାନ୍ଦି କାନ୍ଦି ବିଦା କଲେ। ବାବାଜୀ ରାଜକୁମାରକେ ଆନି ପାଠଶାଠ ପଢ଼ାଲେ, ସବୁ ବିଦ୍ୟା ଶିଖାଲେ। ତାର ପରେ ରାଜା ପିଲାକେ ଚେଲା କରି ଆଶ୍ରମର ସବୁ ଚାବିକାଠି ଦେଲେ, ଭଣ୍ଡାର ଘରର ସବୁ ଚାବିକାଠି ଦେଲେ। ହେଲେ କାଣା ଭାବି କରି କେଜାନି ମନ୍ଦିରର ଚାବିଟା ନେଇ ଦେଇ। ଏନ୍ତା କିଛି ଦିନ ଉତାରୁ ଗୁଟେ ବ୍ରାହ୍ମଣ ତାର ଛୁଆ 2টাକେ ଧରି ଆଶ୍ରମକେ ଆସି କହିସି, ସାଧୁ ମହାରାଜ, ଇ ଛୁଆମାନଙ୍କର ମା ମରି ଯାଇଛେ, ଘରେ ଦେଖବାର ଲୋକ କିଏ ନାହିଁ, ମୁଇଁ ଟିକେ ତୀର୍ଥ ଭ୍ରମଣ କରି ଯାଉଛେଁ।
କିଛି ଦିନ ଇ ଛୁଆମାନକେ ଆପଣଙ୍କର ଆଶ୍ରମନେ ଟିକେ ରଖିଥାଉନ୍, ମୁଇଁ ଫିରଲେ ନେଇ କରି ଯିମି। ଆର୍ ଇଥିର୍ ଲାଗି ଯାହା ଖର୍ଚ୍ଚା ପଡ଼ବା ମୁଇଁ ଆପଣକେ ଦେଇ କରି ଯିମି। ଇ କଥା ଶୁନି ବାବାଜୀ କହିଲେ, ନାଇଁ ନାଇଁ ହେନ୍ତା ନେଇ ହେଇପାରେ। ଇ ଆଶ୍ରମର ନିୟମ ହିସାବେ ତମେ ତମର ଗୁଟେ ପିଲାକେ ମତେ ଦେବାକେ ପଡ଼ବା। ମୋର୍ ଆଶ୍ରମନେ ଚେଲା ହେବାର୍ ଲାଗି ଛାଡ଼ିଦେବ ହେଲେ କହ, ନାଇଁ ତ ତମେ ଯାଇପାର। ବ୍ରାହ୍ମଣ ନିରୁପାୟ ହେଇ ହଁ କରି 2ଟା ପିଲାକେ ଆଶ୍ରମନେ ରଖିଦେଇ ତୀର୍ଥ କରି ଗଲେ। ଏନ୍ତା କିଛି ଦିନ ଗଲା ଉତାରୁ ବାବାଜୀ ଚିନ୍ତା କଲେ। ବ୍ରାହ୍ମଣ ତୀର୍ଥନୁ ଫେରି ଆସି ନିହାତି ତାର ବଡ଼ ପିଲାକେ ମାଗି ନେବା କହି ସେ ସାନ ପିଲାକେ ସବୁ ବିଦ୍ୟାନେ ଧୁରନ୍ଧର କରିଦେଲେ। ସେ ପିଲା ବି ଗୁରୁର କଥା ଅକ୍ଷରେ ଅକ୍ଷରେ ମାନୁଥାଏ। ବାବାଜୀକେ ସେ ପିଲାକେ ଖୁସି ହେଇକରି ସିଦ୍ଧ ବିଦ୍ୟାଟେ ବି ଶିଖେଇ ଦେଲେ। କିଛି ଦିନ ଉତାରୁ କୁମ୍ଭ ମେଲା ପଡ଼ଲା। ଋଷି କୁମ୍ଭ ମେଲାକେ ବାହାରିଲେ। ରାଜା ପିଲାକେ ଆଶ୍ରମର ଦାୟିତ୍ୱ ଦେଇ କହିଲେ, ମୁଇଁ ମାସେ ପରେ ଫିରମି। ତୁଇ ସବୁ ଚାବି ଖାଡ଼ି ଧରିଥା, ହେଲେ ସବୁ ଘର ଖୁଲବୁ, ମନ୍ଦିର ଘରଟା ନାଇଁ ଖୁଲବୁ। ଗୁରୁଙ୍କର ଆଜ୍ଞା ଅବଜ୍ଞା ନାଇଁ କରବୁ କହି କୁମ୍ଭ ମେଲାକେ ବାବାଜୀ ଗଲେ। ରାଜା ପିଲା ସବୁ ଚାବି ଖାଡ଼ି ଧରଲା ଆର୍ ମନେ ମନ ଭାବଲା, ଗୁରୁ ମତେ ସବୁ ଘର ଖୁଲବା ଲାଗି କହିଲେ, ହେଲେ ମନ୍ଦିର ଭିତର ଖୁଲବା ଲାଗି କାହିଁ ହେଲା ମନା କଲେ। ଏନ୍ତା କାଣା ସେ ଭିତରେ ରଖିଛନ୍ କହି 2-4 ଦିନ ଗଲା ଉତାରୁ ଦିନେ ସେ ମନ୍ଦିର ଭିତରକେ ଖୁଲି ଦେଖଲା ଯେ 8ଟା ମୁଡ଼ ଉଲା ହେଇକରି ଝୁଲୁଛନ୍। ସେ ମୁଡ଼ ମାନେ ରାଜା ପିଲାକେ ଦେଖି ଜୋର ଜୋର ସେ ହସଲେ। ରାଜା ପିଲା ମତେ ଦେଖି କାହିଁ ହେଲା ହସୁଛ ବୋଲି ପଚରାଲା। ମୁଡ଼ ମାନେ କହିଲେ, ଆମେ ବି ଦିନେ ଇ ବାବାଜୀର ଚେଲା ହେଇଥିଲୁ, ଶେଷନେ ଆମର ଇ ଦଶା ହେଇଛି। ବାବାଜୀ ଫିରି ଆସିଲେ ତୁଇ ବି ଆସି ଆମର ଏନ୍ତା ଆମର ପାଖେ ଝୁଲବୁ। ରାଜା ପିଲା ପଚରାଲା, କାହିଁ ହେଲା ଯେ ମୁଇଁ ଏନ୍ତା ଝୁଲମି। ଉଲା ହେଇଥିବାର ମୁଡ଼ ମାନେ କହିଲେ, ଇ ବାବାଜୀ ଗୁଟେ ତାନ୍ତ୍ରିକ, ନରବଲି ଦେଇ ସେ 10 ମହାବିଦ୍ୟା ସାଧନ କରୁଛେ। ଆମେ ତ 8ଟା ହେଲୁନ। ତମେ ଆର୍ ସେ ବ୍ରାହ୍ମଣ ପିଲା ଗୁଟେ ମିଶି 10 ପୁରୀ ଯିବ। ତମର 2 ଜଣଙ୍କର ବଲି ଦେଇ ସେ 10ଟା ସିଦ୍ଧି ପାଇବା। ଇ କଥା ଶୁନି ରାଜା ପିଲା ଛାନିଆ ହେଇଗଲା। ଆର୍ ମୁଇଁ ଇନୁ କେନ୍ତା କରି ମୁକ୍ଲି କରି ଯାଇପାରମି ବୋଲି ପଚରାଲା। ମୁଡ଼ ମାନେ କହିଲେ, ତୁଇ ଯା, ସେ ବ୍ରାହ୍ମଣ ତୀର୍ଥନୁ ଫିରଲା ନା। ତୁଇ ସେ ବ୍ରାହ୍ମଣକେ ଭେଟି କହିବୁ ଯେ ସେ ତାର ବଡ଼ ପିଲାକେ ନାଇଁ ମାଗି କରି ସାନ ପିଲାକେ ମାଗି ନେବା। ତାରପରେ ସବୁ ସମସ୍ୟାର ସମାଧାନ ହେଇଯିବା। ହେତକେ ସେନୁ ବାହାରି କରି ରାଜା ପିଲା ବ୍ରାହ୍ମଣକେ ଭେଟି ଗଲା। ସତକେ ସତ ବ୍ରାହ୍ମଣ ତୀର୍ଥନୁ ଫିରିଥାଏ। ବ୍ରାହ୍ମଣକେ ମୁଡ଼ିଆ ମାରି ରାଜା ପିଲା ସବୁ କଥା କହେଲା ଆର୍ ବୁଦ୍ଧି ବତେଇ ଦେଲା ଯେ ତମେ ସେ ବାବାଜୀର୍ନୁ ତମର ସାନ ପିଲାକେ ମାଗି ଆନବ, ତେବେ ଯାଇ ତମର ବଡ଼ ପିଲାର ବି ଜୀବନ ବଞ୍ଚବା। ସବୁ କଥା ଶୁନି ବ୍ରାହ୍ମଣ ହଁ କଲା। ଯାର ବାଟେ ସେ ରହିଥନ୍। କିଛି ଦିନ ଗଲା ଉତାରୁ ସେ ବାବାଜୀ ଫିରଲା। ବ୍ରାହ୍ମଣ ଆଶ୍ରମକେ ଆସି ସେ ବାବାଜୀକେ ଭେଟଲା। ବାବାଜୀ ବ୍ରାହ୍ମଣକେ ଆଇବାର ଦେଖି ତାର ବଡ଼ ପିଲାକେ ସଜବାଜ କରି ଦେଇଥାଏ। ସୁନାର ମାଲ 2-4ଟା ଲମ୍ବେଇ ଦେଇଥାଏ କି ବ୍ରାହ୍ମଣ ଲୋଭର ମାଡ଼େ ତାର ବଡ଼ ପିଲାକେ ମାଗି ନେବା ବୋଲି। ତାରପରେ ବାବାଜୀ ସେ 2 ଭାଇକେ ଆନି ଠିଆ କଲା ଆର୍ କହେଲା, ତମର ଯାହାକେ ଇଚ୍ଛା ନିଅ ବୋଲି। ହେତକେ ବ୍ରାହ୍ମଣ ତାର ସାନ ପିଲାର ହାତକେ ଧରି ଚାଲଲା। ହେତକେ ବାବାଜୀ ମୁଡ଼େ ହାତ ଦେଇ କହେଲା, ଗଲା ସବୁ ପରିଶ୍ରମ ବେକାର ଗଲା କହି ମନେ ମନ ଭାବଲା, ନାଇଁ ମୁଇଁ ସେ ପିଲାକେ ଯେନ୍ତା ହେଲେ କଲେ କୌଶଲେ ଆଶ୍ରମକେ ଆନମି କହି ସେ ବାବାଜୀ ଗୁଟେ କୁଆ ରୂପ ଧରି 2 ବାପର ପିଛା କରବାକେ ଲାଗଲା। କିଛି ବାଟ ଚାଲଲା ଉତାରୁ ସେ ପିଲା ତାର ବାପାକେ ପଚରାଲା, ବାପା ତମେ ତ ତୀର୍ଥ କରି ଯାଇଥିଲ, ତମର ପାଖେ ପଇସା ପତର ନାଇଁ ଥିବା, ଚାଲ ଗୁଟେ ବୁଦ୍ଧିଟେ କରମା ଆର୍ ପଇସା କମାମା। ଦେଖ ଇ ଗାଁ ପାଖେ କୁକୁଡ଼ା ଗଞ୍ଜାର ଲଢ଼େଇ ହେଉଛେ। ମୁଇଁ ସେ ତାନ୍ତ୍ରିକ ବାବାନୁ ସବୁ ବିଦ୍ୟା ଶିଖିଛେ। ମୁଇଁ ଗୁଟେ ଗଞ୍ଜା ହେଇଯାଉଛେ।
ତମେ ମୋତେ ଡୋର ଖଣକେ ବାନ୍ଧିକରି ସେଠାନେ ଛାଡ଼ିଦେବ। ମୁଇଁ ଲଢ଼େଇନେ ଜିତିଗଲେ ତମେ ପଇସା ପାଇବ। ତାରପରେ ମୋତେ 1000 ଟଙ୍କାନେ ବିକିଦେଇ ଘରକେ ଫେରି ଆସିବ। ମାତର ସେ ମୋତେ ବାନ୍ଧିଥିବାର ଡୋରଟା କାହାକେ ନେଇଦେବ। ସେ ଡୋରଟା ଘରକେ ଆନି ମୋର୍ ନାଁ ଧରି ଡାକଲେ ମୁଇଁ ମୋର୍ ନିଜର ରୂପ ଧରି ଫେରି ଆସମି। ଇ କଥା ଶୁନି ବ୍ରାହ୍ମଣ କହିସି, ଠିକ୍ ଅଛେ, ଦେଖୁଁ ତୁଇ ବାବାଜୀର୍ନୁ କାଇଁ ବିଦ୍ୟା ଶିଖିଛୁ ଯେ। ତାରପରେ ସେ ପିଲା କୁକୁଡ଼ା ଗଞ୍ଜା ହେଇଗଲା। ବ୍ରାହ୍ମଣ ତାକେ ନେଇକରି ଲଢ଼େଇନେ ଛାଡ଼ିଦେଲା। ଦେଖୁ ଦେଖୁ ବ୍ରାହ୍ମଣର ଗଞ୍ଜା ସବୁ ଗଞ୍ଜାକେ ହରେଇ କରି ଜିତିଗଲା। ଇଟା ଦେଖି ଗୁଟେ ସୌଦାଗର ସେ ବ୍ରାହ୍ମଣକେ 1000 ଟଙ୍କା ଦେଇ ସେ କୁକୁଡ଼ା ଗଞ୍ଜାକେ କିଣିନେଲା। ବ୍ରାହ୍ମଣ କୁକୁଡ଼ା ବନ୍ଧା ହେଇଥିବା ଡୋରକେ ଧରି ଘରକେ ଫିରଲା। 3 ଦିନ ଗଲା ପରେ ସେ ଡୋରକେ ଛିଁ ନାଁ ଧରି ଡାକଲା। ଦେଖୁ ଦେଖୁ ସେ ପିଲା ଘରେ ଆସି ଠିଆ ହେଲା। ତାରପରେ ସେ ତାର ବାପାକେ କହିଲା, ବାପା, ମୁଇଁ ଏବେ ଘୋଡ଼ା ଗୁଟେ ହେଇଯାଉଛେଁ। ତମେ ମୋତେ 5000 ଟଙ୍କାନେ ବିକିଦେବ। ମାତର ସେ ପଘାଟା ନେଇ ଦେବ। ଘରକେ ଆନି 3 ଦିନ ପରେ ମୋର୍ ନାଁ ଧରି ଡାକବ। ମୁଇଁ ଫିରି ଆସମି। ବ୍ରାହ୍ମଣ ତାର ପିଲା କହିଲା ଏନ୍ତା କରସି। ତାରପରେ ତାର ପିଲା କହିସି, ବାପା, ମୁଇଁ ଏବେ ହାତୀ ହେଇଯାଉଛେଁ। ତମେ ମୋତେ ଇଥର 10000 ଟଙ୍କାନେ ବିକିଦେବ। ମାତର ସେ ଅଙ୍କୁଶଟା କାହାକେ ନେଇଦେବ। ତାର ବାପା ହଁ କରସି। ବ୍ରାହ୍ମଣ ପିଲା ହାତୀଟେ ହେଇଯାଇସି। ଇଆଡ଼େ ସେ ବାବାଜୀ ତ କୁଆ ରୂପେ ଇମାନଙ୍କର ପିଛା ଲାଗିଥାଏ। ସାଙ୍ଗେ ସାଙ୍ଗ ସେ ବାବାଜୀ ଧନୀ ଲୋକଟେ ହେଇ ସେ ହାତୀକେ 10000 ଦେଇ ଘିନସି। ଆର ବ୍ରାହ୍ମଣକେ ଅଙ୍କୁଶଟା ମାଗସି। ବ୍ରାହ୍ମଣ ଅଙ୍କୁଶ ନାଇ ଦିଏ ବୋଲସି। ହେତକେ ସେ ଧନୀ ଲୋକ ରୂପୀ ବାବାଜୀ କହିସି, ଇ ଅଙ୍କୁଶ ନାଇ ଦେଲେ ମୁଇଁ ହାତୀ ନାଇ ନିଏ। ବରଂ ତମେ ଆର 10000 ନିଅ ପଛେ ମୋତେ ଅଙ୍କୁଶଟା ଦିଅ। ବ୍ରାହ୍ମଣ ଲୋଭେ ପଡ଼ସି। ଇ ସାମାନ୍ୟ ହାତୀ ବନ୍ଧା ଲୁହାର ଶିକଲିକେ 10000 ଦେମି ବୋଲି କହୁଛି। ଠିକ୍ ଅଛି ବୋଲି ହେତକେ ସେ ଧନୀ ଲୋକ ରୂପୀ ବାବାଜୀ କେ ଅଙ୍କୁଶଟା ଦେଇ ଦେସି। ଧନୀ ଲୋକ ରୂପୀ ବାବାଜୀ ସେ ଅଙ୍କୁଶକେ ଧରି ହାତୀ ଉପରେ ବସି ଆଗକେ ଚାଲସି। ଯଉ ଯଉ ବାଟେ ଗୁଟେ ବନ୍ଦ ପଡ଼ସି। ବନ୍ଦ ପାଖେ ଗୁଟେ ବରଗଛ ଥିସି। ବାବାଜୀ ହାତୀକେ ଗଛେ ବାନ୍ଧି ଦେଇ ଅଙ୍କୁଶକେ ଖେନା ଉପରେ ରଖି ବନ୍ଦ ଭିତରକେ ଗାଧେଇ ଯାଇସି। ଇଟା ଦେଖି ସାଙ୍ଗେ ସାଙ୍ଗ ବ୍ରାହ୍ମଣ ପିଲା ବରଗଛନେ ରେଥି ହେଇକରି ବାନ୍ଧଲାଟା ଛିଡ଼େଇ ଦେସି। ଆର ସେ ଅଙ୍କୁଶକେ ବେଟି ସାଙ୍ଗେ ସାଙ୍ଗ ଗୁଟେ ବେଙ୍ଗ ହେଇକରି ବନ୍ଧର ପାନି ଲୁକି ଦେସି। ବାବାଜୀ ଗାଧି ସାରି ହାତୀ ନାଇଥିବାର ଦେଖି ସବୁ କଥା ଜାନିପାରି ସାଙ୍ଗେ ସାଙ୍ଗ ଗୁଟେ ସାପ ହେଇକରି ବନ୍ଧର ପାନି ସମସି। ଇ ସମିଆଥି ସାଧବଗର ବହ ସେ ବନ୍ଧକେ ଗାଧି ଆସିଥାଏ। ସାଙ୍ଗେ ସାଙ୍ଗ ସେ ବେଙ୍ଗ ସୁନାର ସୋରସୋ ମାଲିଟେ ହେଇ ସାଧବ ବହର ହାତେ ପଡ଼ସି। ସାଧବ ବହ ସେ ମାଲିକେ ଗଲାନେ ଲଗେଇ ଘରକେ ଆଇସି। ଇ କଥା ଜାନି ବାବାଜୀ ନିଜର ରୂପ ଧରି ସାଧବ ଘରକେ ସୋରସୋ ମାଲି ମାଗି ଆଇସି। ଇ କଥା ଦେଖି ସାଧବ ବହ ଝରକା ଆଡ଼େ ସେ ମାଲିକେ ଫିକି ଦେସି। ସେ ମାଲି ତଲେ ପଡ଼ିକରି ଛିଡ଼ି ଯାଇସି। ଆର ସବୁ ଗୁଠି ବିଛି ହେଇ ପଡ଼ସି। ହେତକେ ସାଙ୍ଗେ ସାଙ୍ଗ ସେ ବାବାଜୀ କପୋତଚେରେ ହେଇ ସେ ଗୁଠିମାନକେ ଟପ ଟପ ଖାଇ ବସସି। ହେତକେ ସାଙ୍ଗେ ସାଙ୍ଗ ସେ ବ୍ରାହ୍ମଣ ପିଲାର ଜୀବନ ଥିବା ଗୁଠି ବିଲେଇଟି ହେଇ ସେ କପୋତଚେରେକେ ମାରି ଦେସି। ଆର ମାରି ସାରଲା ପରେ ସେ ବିଲେଇ କପୋତଚେରେକେ ମୁଡ଼ିଆଟେ ମାରି ନାଇ ଖାଇ କରି ତୁପି ଦେସି। ଯେତେ ହେଲେ ଦୁଷ୍ଟ ହେଲେ ବି କପୋତଟା ତାର ଗୁରୁ ଥିଲା। ତାରପରେ ବିଲେଇ ରୂପୀ ବ୍ରାହ୍ମଣ ପିଲା ତାର ରୂପ ନେଇ ଆଶ୍ରମକେ ଯାଇ ତାର ବଡ଼ ଭାଇ ଆର ରାଜା ପିଲାକେ ସବୁ କଥା କହେଲା। ତାରପରେ ବ୍ରାହ୍ମଣର 2 ପିଲା ତାକର ଘରକେ ଫିରଲେ ଆର ରାଜା ପିଲା ତାର ରାଇଜକେ ଗଲା। ଏବେ ବୁଝଲୁ ତ ବୋଲ କରା ଯେ ଇନ ବିଲେଇ କାଏ ହେଲା କପୋତଚେରେକେ ମୁଡ଼ିଆ ମାରସି ଯେ। ହଉ ଏବେ ଚାଲ ରନ୍ଧା ବଢ଼ା କର, ଖାଇ ପିଇ ଟିକେ ବିଶ୍ରାମ ନି, ସକାଳ ହେଲେ ଫେର ଆଗକେ ଯିମା।